ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍। ଅକ୍ଟୋବର 9ରେ ମିଳିବ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି। ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ବି କିଛି ହିତାଧିକାରୀଙ୍କୁ ମିଳିବନି ସୁଭଦ୍ରା ଯୋଜନାର ଟଙ୍କା। ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍। ଅକ୍ଟୋବର 9ରେ ଆସିବ ବାକି ହିତାଧିକାରୀଙ୍କ ଟଙ୍କା। ଯେଉଁମାନେ ପୂର୍ବରୁ ଆପ୍ଲାଏ କରିଥିଲେ କିନ୍ତୁ ଟଙ୍କା ପାଇନଥିଲେ ସେମାନଙ୍କ ଆକାଉଣ୍ଟକୁ ଦଶହରା ପୂର୍ବରୁ 5,000 ଟଙ୍କା ଆସିବ। ମହିଳାଙ୍କୁ ରାଜ୍ୟ ସରକାରଙ୍କ ଦଶହରା ଭେଟି ଆସନ୍ତା 9 ତାରିଖରେ ମିଳିବ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ବାରିପଦାରେ ଏହି ଦ୍ୱିତୀୟ ପର୍ଯ୍ୟାୟର ଟଙ୍କା ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଯାହାକୁ ନେଇ ହିତାଧିକାରୀଙ୍କ ଭିତରେ ଖୁସି ଖେଳି ଯାଇଛି। କିନ୍ତୁ କିଛି ହିତାଧିକାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ବି ସୁଭଦ୍ରାର ଟଙ୍କା ମିଳିବ ନାହିଁ। ସେମାନେ ଆପ୍ଲାଏ କରିଥିଲେ ବି ସେମାନଙ୍କୁ ଏହି ଯୋଜନାର ଲାଭ ମିଳିବ ନାହିଁ। ଜାଣନ୍ତୁ କାହିଁକି? 96 ଲକ୍ଷ ହିତାଧିକାରୀ ଏଥିପାଇଁ ଆବେଦନ କରିଥିବା ବେଳେ 40 ଲକ୍ଷରୁ ଅଧିକ ହିତାଧିକାରୀ ଦ୍ୱିତୀୟ ପର୍ଯ୍ୟାୟର ସୁଭଦ୍ରା ଟଙ୍କା ପାଇବେ। ସେପ୍ଟେମ୍ବର 17ରେ ପ୍ରଧାନମନ୍ତ୍ରୀ ପ୍ରଥମ କିସ୍ତି ପ୍ରଦାନ କରିଥିବା ବେଳେ ବାରିପଦାରେ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ହାତରେ ପ୍ରଦାନ କରିବେ। ସୁଭଦ୍ରା ଯୋଜନାକୁ ନେଇ ପୂର୍ବରୁ ଗାଇଡଲାଇନ୍ ପ୍ରକାଶ ପାଇଛି। ରାଜ୍ୟ ସରକାର ଦ୍ୱାରା ଲାଗୁ ହୋଇଥିବା ସୁଭଦ୍ରା ଯୋଜନାର ବିସ୍ତୃତ ଗାଇଡଲାଇନ୍ ପ୍ରକାଶ ପାଇଛି। କେଉଁମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ, କେଉଁମାନେ ଏଥିରେ ବାଦ୍ ପଡ଼ିବେ ସେ ବିଷୟରେ ସମ୍ପୂର୍ଣ୍ଣ ଗାଇଡଲାଇନ୍ ଆସିସାରିଛି। ତେବେ ଆସନ୍ତୁ ଜାଣିବା କେଉଁମାନେ ଏହି ଯୋଜନାରେ ଉପକୃତ ହେବେ ଓ କେଉଁମାନେ ବାଦ୍ ପଡ଼ିବେ। ସୁଭଦ୍ରା ଯୋଜନାରେ ଆବେଦନ କରିବାକୁ କିଛି ମାନଦଣ୍ଡ ପୂରଣ ହେବା ଜରୁରୀ। ଯେଉଁ ହିତାଧିକାରୀଙ୍କୁ ମାସିକ 1,500, ବର୍ଷକୁ 1,800 ସରକାରୀ ସହାୟତା ମିଳୁଛି ସେ ଏହି ଯୋଜନା ପାଇଁ ଅଯୋଗ୍ୟ। କାର୍ କିମ୍ବା ଟ୍ରାକ୍ଟର ପରି 4 ଚକିଆ ଯାନର ମାଲିକମାନେ ଆବେଦନ କରିପାରିବେ ନାହିଁ। ଜଳସେଚିତ ଜମି 5 ଏକରରୁ ଅଧିକ ଥିଲେ ଅଯୋଗ୍ୟ। ଅଣଜଳସେଚିତ ଜମି 10 ଏକରରୁ ଅଧିକ ଥିଲେ ସେ ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ ନୁହନ୍ତି। ଅଧିକ ଯେଉଁ ପରିବାର ସଦସ୍ୟ ସରକାରୀ ଚାକିରିରେ ନିୟୋଜିତ ସେମାନେ ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ। ସରକାରୀ ପେନ୍ସନ୍, ଛାତ୍ରବୃତ୍ତି ସୁବିଧା ମିଳୁଥିଲେ ଓ ପରିବାରରେ କେହି MLA କିମ୍ବା MP ହୋଇଥିଲେ ସୁଭଦ୍ରା ଯୋଜନାର ଲାଭରୁ ବଞ୍ଚିତ ହେବେ। ଆୟକର ଦେଉଥିବା ଯେକୌଣସି ବ୍ୟକ୍ତି ଏବଂ ଲାଇସେନ୍ସ ପ୍ରାପ୍ତ ଅସ୍ତ୍ରଶସ୍ତ୍ର ଥିବା ବ୍ୟକ୍ତି ମଧ୍ୟ ଅଯୋଗ୍ୟ। ପଞ୍ଚାୟତ କିମ୍ବା ULB ଜନପ୍ରତିନିଧି ହୋଇଥିଲେ ଜଣେ ହିତାଧିକାରୀଙ୍କ ନାମ ସୁଭଦ୍ରା ତାଲିକାରୁ କଟିଯିବ। ହିତାଧିକାରୀମାନେ ଆବେଦନ ପ୍ରକ୍ରିୟା ସମୟରେ ସଠିକ୍ ଏବଂ ନିର୍ଭୁଲ ସୂଚନା ପ୍ରଦାନ କରିବା ଜରୁରୀ। ଯଦି ଯେକୌଣସି ସମୟରେ ହିତାଧିକାରୀ ଅଯୋଗ୍ୟ ପ୍ରମାଣିତ ହୁଅନ୍ତି ତୁରନ୍ତ ଲାଭର ସମାପ୍ତ କରି ଦିଆଯାଇଥିବା ଲାଭ ପୁନରୁଦ୍ଧାର ଏବଂ ଠକେଇ ପାଇଁ ଆଇନଗତ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଅନୁମୋଦିତ ହିତାଧିକାରୀ ଦୁର୍ଭାଗ୍ୟଜନକ ଘଟଣାରେ ମୃତ୍ୟୁ ଘୋଷିତ ହୁଅନ୍ତି ତେବେ ଅନୁମୋଦିତ ସହାୟତା ବାତିଲ କରାଯାଇ ମୃତ୍ୟୁ ବ୍ୟକ୍ତିଙ୍କ ନାମରେ ଦିଆଯାଇଥିବା ଲାଭ ଦାବି କରାଯାଇପାରିବ ନାହିଁ। ଦର୍ଶକ ବନ୍ଧୁ, ଇଏ ଥିଲା ସୁଭଦ୍ରା ଯୋଜନାର ଅଯୋଗ୍ୟ ତାଲିକାର ଅପଡେଟ୍। ସୁଭଦ୍ରା ଯୋଜନାରେ କେଉଁମାନେ ବାଦ୍ ପଡ଼ିଛନ୍ତି ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ଆମେ ଜଣାଇଛୁ। ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥିବ ଭିଡ଼ିଓଟିକୁ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ, ଆମ ଚ୍ୟାନେଲକୁ ନିହାତି ସବସ୍କ୍ରାଇବ୍ କରିବେ।